जय जय श्री जगन्नाथ, जय जय श्री जगन्नाथ, जय जय श्री जगन्नाथ। प्रिय दर्शक बंधु, आज किछि ओडिया भागवतर भगवानंकर मुख निसृत अमृतवाणी पाठ करिबा एवं एहाकू जी प्रतिदिन श्रद्धार सहित भक्तिर सहित ये ओडिया भागवत पाठ करे से निश्चित भाव में कली काल मुख्य लाभ करिवो एवं भगवानंकर कृपा लाभ करिवो। कथारे अछि रुचु न रुचु खा पिता, बुझु न बुझु पढ़ गीता। ए हेउची परम शास्त्र ओडिया भागवत। यह प्रतिदिन अभ्यास कले निश्चित भाव ये कली काल मुख्य लाभ करिवो एवं भगवानंकर कृपा लाभ करिवो, एथिरे संदेह नहीं। चलतु देखिबा आजिर यही ओडिया भागवतर किछि भगवानंकर मुख निसृत अमृतवाणी पाठ करी जीवन को धन्य मन करिबा। एवं ओडिया भागवत हेउची अमृतवाणी। यह अधा अधूरा न शुणी प्रथम शेष पर्यंत शुणु एवं भगवानंकर कृपा लाभ करंतु। जदि पढ़िबारे कौनसी मोर त्रुटि किंबा भूल रुहे ताहले मते क्षमा करिवे। चलतु देखिबा आजिर ए ओडिया भागवतर किछि भगवानंकर मुख निसृत अमृतवाणी। ओम नमः भगवते वासुदेवाय। ओम नमः भगवते वासुदेवाय। ओम नमः भगवते वासुदेवाय। ओम कृष्णाय वासुदेवाय। हरे परमात्मने प्रणत क्लेशनाशाय गोविंदाय नमो नमो। जय जय श्री जगन्नाथ, जय जय श्री जगन्नाथ, जय जय श्री जगन्नाथ। नीलाद्रौ शंख मध्ये शतदल कमले रत्न सिंहासनस्थं सर्वालंकार युक्तं नवघन रुचिर संयुक्त चाग्रजेन भद्रायं वामभागे रथचरण दिते ब्रह्म रुद्रेन्दु सेव्यं देवानां सारमिषं सुजन परिवृत ब्रह्मदारु स्मरामि। ब्रह्मदारु स्मरामि। जय जगन्नाथ स्वामी नयन पथगामी भवतु मे। ओम नमः भगवते वासुदेवाय। प्रिय दर्शक बंधु, चलतु आज यही ओडिया भागवतर नवम स्कंध प्रथम अध्याय पाठ करिवा एवं यह पाठ करी प्रतिदिन दैनंदिन जीवन में आपको कार्य उपयोग करी ये कली काल उद्धार पाइबा एवं भगवानंकर कृपा लाभ करिबा। चलतु देखिबा आजिर ये ओडिया भागवतर किछि
ଅମୃତବାଣୀ ନବମ ଅଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ। ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟ ମୁଦିରୟତେ। ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିଂ ଯତ୍କୃପାତମହଂ ବନ୍ଦେ ପରମାନନ୍ଦ ମାଧବଂ। ନିଗମ କଳ୍ପ ରୋଗଗଳିତଂ ଫଳଂ ଶୁକମୁଖାଦ ଅମୃତଦ୍ରବ ସଂଯୁକ୍ତଂ ପିବତ ଭାଗବତଂ ରସମାଳୟଂ ମହୁରୋ ରସିକା বুভুবিভাকা। ওং নমো ভগবতে বাসুদেবায়। প্রথম অধ্যায়। পরীক্ষিত উবাচ আনন্দে অভিমন্যুসুত শুনি গোবিন্দর চরিত ব্যাসনন্দন মুখ চাহি বলন্তি শিরে কর দেই ভৌমুনি মন্বন্তর কথা কইলে সকল ব্যবস্থা সে মনন্তর যেবা দেহি ধর্ম রক্ষণে ভাবগ্রাহী অনন্ত যাহার মহিমা কে জানে পারে গুণ সীমা তুম্ভে কইল মুনিগণ বিষ্ণুর মহিমা প্রমাণে দ্রাবিড়ে সুর সত্যব্রত সে রাজ ঋষি দৈবত ଅନନ୍ତ କଳ୍ପ ଅନ୍ତେ ଥିଲା ଭାବେ ସେ କୃଷ୍ଣଙ୍କୁ ଭେଟିଲା ନିତ୍ୟ ଗୋବିନ୍ଦ ପାଦେ ଧାଇ ବିଷ୍ଣୁର ତହୁଁ ଶିକ୍ଷା ପାଇ ପୁଣି ସେ ସୃଷ୍ଟି ଆଦି କାଳେ କେମନ୍ତ ବୈବସୁତ କୂଳେ ବୈବସ୍ୱତ ମନୁ ହୋଇ ଜନ୍ମ ଲଭିଲା ଦେହ ବହି ପୁଣି ତାହାର ବୀର୍ଯ୍ୟଜାତ ହୋଇଲେ ଯେତେକ ଅପତ୍ୟା ଈଶ୍ୱାକୁ ଆଦି ଦଶ ସୁତେ ହୋଇଲେ ରାଜା ଏ ଜଗତେ ଏଣୁ ଆଦିତ୍ୟ କୂଳେ ଯେତେ କହିବା ବଂଶାନୁଚରିତେ। ଓଂ ନମୋ ଭଗବତେ ବାସୁଦେବାୟ। ଯାହାର ବଂଶେ ଯେବା ହୋଇ ଏ ଭୂମି ତଳେ ଦେହ ବହି ଯେବା ଚରିତ କଲେ ଯେତେ ଭୌମୁନି କମୋଗ୍ରେତେ ମୋତେ ଏ ସଙ୍କଟୁ ଉଦ୍ଧାର ମୁଁ ତୁମ୍ଭ ଚରଣରେ କିଙ୍କର ଭୂତ ଭବିଷ୍ୟ ବର୍ତ୍ତମାନ ସମ୍ପୂର୍ଣ୍ଣ ବଂଶାନୁ କୀର୍ତ୍ତନ ଯେବା ଜଗତେ କଲେ ଯାହା କହିବ ମୋତେ ଯେବେ ଦୟା। ଶ୍ରୀ ସୁତ ଉବାଚ ହେମନ୍ତ ଋଷିଗଣ ମଧ୍ୟେ ଉତ୍ତରା ସୁତ ଅନୁବାଦେ ଶୁଣି ଆନନ୍ଦେ କୃତକୃତ୍ୟ କହନ୍ତି ବ୍ୟାସଙ୍କର ସୁତ। ଶ୍ରୀ ଶୁକ ଉବାଚ ଶୁଣ ନୃପ ପରୀକ୍ଷିତ କେୟ ବା କଥନେ ସମର୍ଥ ସଂକ୍ଷେପୀ କହିଲେ ମୁଁ ତତେ ଜାଣଇ ଯୋଗ ବଳେ ତତେ ଏ ଭୂମି ମଧ୍ୟ ଦେହ ବହି ସତୟ ବରସେ କେବା କହି ରବିର ବଂଶେ ନୃପ ଯେତେ ଯେ ଯାହା କଲେ ଏ ଜଗତେ ଭକତ ଶିଷ୍ୟ ଏହା କହି ଏବେ ତୁ ଶୁଣ ମନ ଦେଇ ଯେବା ଉପୁଜେ ଯାର ଅଂଶେ ବୈବସୁତ ମନୁ ବଂଶେ ଶୁଣ ପାଣ୍ଡବ ଚୂଡ଼ାମଣି ପ୍ରଳୟ ଜଣୁ ବେଦବାଣୀ ସେ ହରି ଅନାଦି କାରଣ ଜଗତ ଆତ୍ମା ନାରାୟଣ ପୂର୍ବେ ଯେ ସଂସାର ସଂଘରି ଜଳେ ଅନନ୍ତ ଶଯ୍ୟା କରି ନିବିଡ଼ ଅନ୍ଧାରେ ଶୋଇଲେ ତାହାଙ୍କୁ କେହି ନ ଦେଖିଲେ ସେ ପୁଣି ପ୍ରଳୟର ଅନ୍ତେ ଉତାନେ ଶୋଇଲେ ଅଚିନ୍ତେ ଅନାଦି କମଳୁ ପ୍ରକାଶ ଜନ୍ମିଲା ହିରଣ୍ୟର କୋଷ
ସୁବର୍ଣ୍ଣମୟ ଦିବ୍ୟ ରୂପୀ ଉଠିଲା ମହାଜଳ ବ୍ୟାପୀ। ସେ ପଦ୍ମକୋଶୁ ବ୍ରହ୍ମାଜାତ ଯାହାର ଶରୀରୁ ଏ ଜଗତ ଭୂମି ଭିଆଣ ଯୋଗ ବଳେ ବସିଲା ସମାଧି ନିଶ୍ଚଳେ। ବ୍ରହ୍ମାର ମନରୁ ବାହାର ହୋଇଲା ମରିଚି କୁମର କଶ୍ୟପ ତାର ତହୁଁ ଜାତ ତାର ମହିମା ଅପ୍ରମିତ। ଦକ୍ଷ ଦୁହିତା ବିବାହ କଲା ତା ତହୁଁ ସୂର୍ଯ୍ୟ ଉପୁଜିଲା। ସୂର୍ଯ୍ୟର ପତ୍ନୀ ସଂଘା ନାମ ଅତି ସୁନ୍ଦର ଅନୁପମ। ତାର ଉଦରୁ ଦିବ୍ୟ ତନୁ ହୋଇଲା ଶ୍ରାଦ୍ଧ ଦେବ ମନୁ। ସେ ପୁଣି ଶ୍ରଦ୍ଧା କନ୍ୟା ଗର୍ଭେ ଦଶ କୁମର କଲା ଭାବେ। ଓଂ ନମୋ ଭଗବତେ ବାସୁଦେବାୟ। ରୂପେ ଶୋଭିତ ଅନୁପମ ଶୁଣଃ ତାଙ୍କର ନାମ। ଈଶ୍ୱାକୁ ନୃପ ସାତ ବେନି ଶଯ୍ୟାଦି ତିଷ୍ଟ ଦୃଷ୍ଟ ଘେନି। ପୁଣି କରୁଷ ନରିଷନ୍ତି ପୁଷଧନା ଭାଗ ଉଚିତ। ହୋଇଲେ କବି ବିଭୁ ଆଦି ସର୍ବେ ପ୍ରସିଦ୍ଧ ସର୍ବସିଦ୍ଧି। ସେ ଶ୍ରଦ୍ଧା ଦେବ ପୁତ୍ର ଅର୍ଥେ ବିଚାରି ବଶିଷ୍ଠ ସଙ୍ଗତେ। ପୁତ୍ର କର୍ଣ୍ଣ ବିପ୍ର ତୁଷ୍ଟି ଆରମ୍ଭ କଲେ ଯଜ୍ଞ ଗୋଟି। ହେମନ୍ତ ତାହାର ଶ୍ରଦ୍ଧା ନାରୀ ବଶିଷ୍ଠ ସଙ୍ଗରେ ବିଚାରି। ବୋଇଲେ ମୁହଁ ପତିବ୍ରତା ଯେମନ୍ତେ ହୋଇବ ଦୁହିତା। ସେ ଅର୍ଥେ ତୁମ୍ଭେ ଯଜ୍ଞ କର ସେବ ଇ ଚରଣେ ତୁମ୍ଭର। ତା ଶୁଣି କୁଶ କେତୁ ବଳା ବିପ୍ରଙ୍ଗ ସଙ୍ଗେ ବିଚାରିଲା। ଆହୁତି ଦେଲା କୟୁତ ଏମନ୍ତେ କନ୍ୟା ହେଲା ଜାତ। ତା ରୂପ ଜଗତ ମୋହିନା ତାହାକୁ ଇଲା ନାମ ଦେଲା। ଓଂ ନମୋ ଭଗବତେ ବାସୁଦେବାୟ। ରାତ୍ରେ ସେ କନ୍ୟା ଜନ୍ମ ଦେଖି ଈଶ୍ୱାକୁ ଶୟନ ଉପେକ୍ଷି। ବୋଲୋଇ ବିପ୍ରଙ୍କୁ ଅନାଇ ଏମନ୍ତ ଦେଖିଲା ତ ନାଇଁ। ତୁମ୍ଭେ ସକଳ ବ୍ରହ୍ମବେତା ଏ କର୍ମ ଅସମ୍ଭବ କଥା। ବ୍ରାହ୍ମଣ କର୍ମ ତ ନୁହଁ ଏ କର୍ମ କଲ କିସ ପାଇଁ। ତୁମ୍ଭେ ଯେ ନିଜ ତପ ଫଳେ ଅଭିଘ୍ନ ଘଟୁ ଏ ସୟଳେ। ସଂକଳ୍ପ ହୋଇଲା ଅନ୍ୟଥା ଏ ବଡ଼ ଅସମ୍ଭବ କଥା। ଅଜ୍ଞାନ ଜନଙ୍କର ମତ ମୋର ସଂକଳ୍ପ ବିପରୀତ। ହେମନ୍ତ ମନ୍ଥର ବଚନ ଶୁଣି ବଶିଷ୍ଠ ତପୋଧନ। ହୋତାଙ୍କ ବେଚାରି ମାଣି ମନୁକୁ କହନ୍ତି ଯେ ମୁନି। ତୋହର ନିଜ ନାରୀ ବୋଲେ ଦୁହିତା ଅର୍ଥେ ହୋମ କଲେ। ମୁଁ ଏବେ ସାଧିବି ତୋ ଅର୍ଥେ କହିବି ବିଷ୍ଣୁଙ୍କ ଅଗ୍ରତେ। ଯେମନ୍ତେ ଏ କନ୍ୟା ତୋହର ହୋଇବ ପୁରୁଷଙ୍କ ବର। ଏମନ୍ତେ କହି ମହାଯତି ବିଷ୍ଣୁଙ୍କୁ କଲେ ଦିବ୍ୟ ସ୍ତୁତି। ବଶିଷ୍ଠ ସ୍ତୁତି ବାକ୍ୟ ଶୁଣି ତକ୍ଷଣେ ପ୍ରଭୁ ଚକ୍ରପାଣି। ଓଂ ନମୋ ଭଗବତେ ବାସୁଦେବାୟ। ଇଳା କନ୍ୟାକୁ କୃଷ୍ଣ ଚାହିଁ ବୋଇଲେ ପୁତ୍ର ହୁଅ ତୁହି। ତକ୍ଷଣେ ପୁରୁଷ ହୋଇଲା ସଦ୍ୟୁମ୍ନ ନାମ ତାର ହେଲା। ନିଜ ଭବନେ ଗଲେ ହରି ଏହା ହୋ ଶୁଣ ଦଣ୍ଡଧାରୀ। ବେଦର ବଚନ ସ୍ୱଭାବ କେତା ଅନ୍ୟତା କହିବ। ଶୁଣ ରାଜନ ଶ୍ରଦ୍ଧା ମନେ ଶୁଦ୍ଧ ମନେ। ସେ ମନୁ ପୁତ୍ର ଏକ ଦିନେ ମୃଗୟା ଅର୍ଥେ ଘୋର ବନେ ପଶିଲା ହରଷିତ ମନେ। ସେ ସରାସନ ଧରି କରେ ବସିଲା ଅଶ୍ୱର ଉପରେ। ସେବକ ବଳ ତାର ଯେତେ ଧାଇଁଲା ଅଶ୍ୱ ପୃଷ୍ଠ ଗତେ। ନାନା ଆୟୁଧ କରେ ଧରି ପଶୁ ଖୋଜନ୍ତି ବନେ ହରି। ଗିରି କାନନେ ଲତା କୁଞ୍ଜେ ସର୍ବେ ଖୋଜନ୍ତି ବୃକ୍ଷ ପୁଞ୍ଜେ। ମୃଗ ନ ଦେଖି ଘୋର ବନେ ପଶିଲେ ଉତ୍ତର କାନନେ। ଓଂ ନମୋ ଭଗବତେ ବାସୁଦେବାୟ। ମେରୁ ନିକଟେ ଖେଦ ମନେ ମିଳିଲେ କାମର ବନେ। ସେ ବନ ପ୍ରଭୁ ଷୋଳଧାରୀ ସଙ୍ଗତେ ଘେନି ନିଜ ନାରୀ।
নিরতে পীড়িত সদনে গৌরী সঙ্গতে নির্জনে নিত্য রমন্তি সুখ মনে আনন্দে পুষ্পিত কাননে। ওং নমঃ ভগবতে বাসুদেবায়। সে বনে পুଣି মনুবଳା ଅନେକ ମୃଗ ବଧ କଲା। ମୃଗୟା ସାର ଅବହେଳେ ଗ୍ରାମକୁ ଆସିବାର ବେଳେ ଅଶ୍ୱ ସହିତ ସର୍ବଜନେ ତକ୍ଷଣ ଏକାମ୍ବର ବନେ। ସର୍ବେ ହୋଇଲେ ସ୍ତ୍ରୀଗଣ ଅଶ୍ୱ ସହିତ ବିଘଟନ। ଚାହାନ୍ତେ ଅନ୍ୟନ୍ୟ ମୁଖେ ସର୍ବେ ମଜିଲେ ମନ ଦୁଃଖେ। ସ୍ତ୍ରୀ ସ୍ୱଭାବ କଲେ ଭ୍ରାନ୍ତି ସ୍ୱଭାବେ ଚଳି ନ ପାରନ୍ତି। ଓଂ ନମଃ ଭଗବତେ ବାସୁଦେବାୟ। ଏମନ୍ତ ସୁଖ ମୁଖୁ ଶୁଣି ବୋଲେ ପରୀଖ ନୃପମଣି। ରାଜ ଉବାଚ ଭୋ ମୁନି ଅସମ୍ଭବ ବାଣୀ। ହୃଦୟ କମ୍ପିଲା ତା ଶୁଣି। ନାରୀ ହୋଇଲେ କିସ ଅର୍ଥେ ଏକଥା କହ ମୋ ଅଗ୍ରତେ। ସଦ୍ମ୍ୟୁନ ଈଶ୍ୱାକୁ ନନ୍ଦନ ପୁରୁଷ କଲେ ଭଗବାନ। ସେ କିମ୍ପା କାମିନୀ ହୋଇଲା ଅଶ୍ୱ ସହିତ ମନୁବଳା। କିବା ସେ ବନେ ଥିଲା ଦୋଷ କିବା ଶଙ୍କର କଲେ ରୋଷ। କିମ୍ପା ଲୋଭିଲେ ସ୍ତ୍ରୀ ଦେହ ସଂଶୟ ଯାଉ ମୁନି କହ। ଓଂ ନମଃ ଭଗବତେ ବାସୁଦେବାୟ। ଶ୍ରୀ ଶୁକ ଉବାଚ ମୁନି କହନ୍ତି ଅନୁରାଗେ ଆନନ୍ଦେ ପରୀକ୍ଷିତ ଆଗେ। ଶୁଣ ହେ ଅଭିମନ୍ୟୁ ସୁତ କହିବା ତମର ବୃତ୍ତାନ୍ତ। ଶପଥ ଋଷି ଏକ ଦିନେ ଗମନ୍ତି ଶିବ ଦର୍ଶନେ। ଦିଶନ୍ତି ରବି ତେଜ ପ୍ରାୟ ସେବନେ ବୁଲନ୍ତି ନିର୍ଭୟେ। ଓଂ ନମଃ ଭଗବତେ ବାସୁଦେବାୟ। ଦୂରୁ ତାଙ୍କର ରୂପ ଦେଖି ଅମ୍ବିକା ଶୟନ ଉପେକ୍ଷୀ। ଶଙ୍କର ସଙ୍ଗ ଛାଡ଼ି ବେଗ ବସ୍ତ୍ର ପିନ୍ଧିଲେ ବୃକ୍ଷ ଲାଗେ। ଲାଜେ ଲୁଚାଇ କଳେବର ଭୟ କମ୍ପଇ ଥରହର। ଶଙ୍କର ରହି ଅଧମୁଖେ ଚାହିଁ ନ ପାରି ମନ ଦୁଃଖେ। ହେମନ୍ତ ମୁନିଗଣ ଚାହେଁ ପାଦେ ନ ପାରନ୍ତି ଯାଇ। ତକ୍ଷଣ ଗଲେ ଅନ୍ତର୍ଧ୍ୟାନ ତାଙ୍କ ଗତି ଦେଖି ମନେ। ପଥେ ଚଳନ୍ତି ଅତି ଶ୍ରମେ ମିଳିଲେ ବଦରିକାଶ୍ରମେ। ସେ କଥା ଜାଣି କୁଶ ପାଣି ଅମ୍ବିକା ମୁଖ ଚାହିଁ ଭଣି। ପୁରୁଷ ହୋଇ ଯେବେ ଏତ ପ୍ରବେଶ ହେବେ ଅକସ୍ମାତେ। ତକ୍ଷଣ ହେବ ସ୍ତ୍ରୀ ରୂପ ହେମନ୍ତ ରୁଦ୍ର ଦେଲେ ସାପ। ସେଦିନୁ ମହାଦେବ ରୋଷ ସେଦିନେ ପୁରୁଷ ନ ପୋଷେ। ଏବେ ଏହା ଶୁଣ ନର ରାଥ ମନୁ ତନୟା ବିପରୀତ। ଅଶ୍ୱ ସହିତେ ଘୋର ବନ ସର୍ବେ ଭ୍ରମନ୍ତି ଦୁଃଖ ମନେ। ସେ ବନୁ ଗଲେ ଅନ୍ୟ ବନେ ସୋମ ନନ୍ଦନ ଉପସ୍ଥାନେ। ଭ୍ରମନ୍ତି ଏକୁଆରେ ଧରି ସ୍ୱଭାବ ସର୍ବେ ମନୋହରି। ତାହାଙ୍କ ମଧ୍ୟ ଇଳା ଦେଖି ସେ ବୁଦ୍ଧ ତପସ୍ୟା ଉପେକ୍ଷୀ। ମନ ଚଳିଲା କାମ ଭଳେ ତକ୍ଷଣ ଧରି ତାକୁ କୋଳେ। ଓଂ ନମଃ ଭଗବତେ ବାସୁଦେବାୟ। ବଳେ ହରିଲା ଚନ୍ଦ୍ରସୂତ ତକ୍ଷଣ ପୁତ୍ର ହେଲା ଜାତ। ତାହାକୁ ଦେଖି ଗୁଣଧାମ ଦେଖିଲା ଦେଲା ସେ ପୁରର ନାମ। ଏବେ ଏହା ଶୁଣ କୁରୁବୀର ସେବନେ ମନୁର କୁମର। କୁଳ ଆଚାର୍ଯ୍ୟ ସୁମରିଲେ ତକ୍ଷଣ ବଶିଷ୍ଠ ମିଳିଲେ। ତାହାର ସ୍ତ୍ରୀ ରୂପ ଚାହିଁ ସେ ବ୍ରହ୍ମ ଋଷି ଦୟା ବହି। ଯେମନ୍ତେ ପୁରୁଷ ହୋଇବ ତକ୍ଷଣ ସେହି ସେବି ସଦାଶିବ। ଅନେକ କଲେ ଦିବ୍ୟ ସ୍ତୁତି ଶୁଣି ସନ୍ତୋଷ ପଶୁପତି। ଆପଣା ବାକ୍ୟ ସତ୍ୟ ଅର୍ଥେ ବଶିଷ୍ଠେ ଚାହିଁ ଦୟା ଚିତେ। ବୋଲନ୍ତି ଅମ୍ବିକା ରମଣ ବଶିଷ୍ଠ ମୋର ବାକ୍ୟ ଶୁଣ। ଏ ଯେ ତୋହର ଗୋତ୍ରେ ଜାତ ସ୍ୱଭାବ ଈକ୍ଷ୍ୱାକୁର ସୁତ। ମାସେ ହୋଇବ କାମିନୀ ପୂର୍ବେ ବିଷ୍ଣୁର ବାକ୍ୟ ଘେନି। ମାସେ ହେ ପୁରୁଷ ହୋଇବ ଜୀବନ୍ତ ଯେତେ କାଳ ଥିବ। ଏମନ୍ତ ଦେହି ତାକୁ ବର ତକ୍ଷଣ ଗଲେ ଶୂଳଧର। ହେମନ୍ତ ଯେତେ କାଳ ଥିଲା ମାସକେ ପୁରୁଷ ବଳା। ରାଜ୍ୟ ସେ କଲା ଏହି ମତେ ନିଗମ ବାକ୍ୟ ଅନୁମତେ।
ତାହାର ରଜ୍ୟ ପ୍ରଜା ଜନେ ବଞ୍ଚିଲେ ଦୁଃଖ ସୁଖ ମନେ। ତାର ହୋଇଲେ ତିନି ସୁତ ଶୁଣ ହେ ନୃପ ପରୀକ୍ଷିତ। ରାୟ ଉତ୍କଳ ପୁତ୍ର ବେନି ବିମଳ ନାମେ ହୋଇ ତିନି। ଦକ୍ଷିଣ ପଥେ ତିନି ରାଜା ଧର୍ମ ପାଳିଲେ ଜନ ପ୍ରଜା। ଦଦନ୍ତେ କିଛି କାଳ ଅନ୍ତେ ତଦନ୍ତେ କିଛି କାଳ ଅନ୍ତେ ସୁଦୀମ୍ନ ଭଳି ଅନ୍ତର୍ଗତେ। ପୁର